and welcome to our YouTube channel Easy Learning। ଆମେ ପଢୁଥିଲେ ଷଷ୍ଠ ଶ୍ରେଣୀର ଗଣିତ 1.1 ରୁ 1.3 ପର୍ଯ୍ୟନ୍ତ ସରିଥିଲା। ଆଜି ପଢିବା 1.4 ଅଭ୍ୟାସ କାର୍ଯ୍ୟ 1.4। ଏକ ନମ୍ବର କ'ଣ ଦେଇଛି ଲେଖ। ଲେସ୍ ଦେନ୍ ଗ୍ରେଟର ଦେନ୍ ଓ ଇକ୍ୱାଲ୍ ଟୁ ମଧ୍ୟରୁ ଉପଯୁକ୍ତ ଚିହ୍ନକୁ କୋଠରୀ ମଧ୍ୟରେ ଲେଖ। ଯେମିତିକି କ ନମ୍ବର ଦେଖ, ଗୋଟେ ସଂଖ୍ୟା ଦେଇଛି 5 ଅଙ୍କ ବିଶିଷ୍ଟ, ଏଠି ହେଇଛି ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା। ଏ ଦୁଇଟି ସଂଖ୍ୟା ମଧ୍ୟରେ କିଏ ବଡ଼ ତାହାକୁ ଦେଖିବା। ତାହାକୁ ଜାଣିବା ପାଇଁ ଆମେ କ'ଣ ପଡ଼ିବ, ପ୍ରଥମେ ଅଙ୍କ ସଂଖ୍ୟା ଜାଣିବାକୁ ପଡ଼ିବ। ଏଇଟା ମଧ୍ୟ 5 ଅଙ୍କ ବିଶିଷ୍ଟ ସଂଖ୍ୟା, ଏଇଟା ମଧ୍ୟ 5 ଅଙ୍କ ବିଶିଷ୍ଟ ସଂଖ୍ୟା। ସେଥିପାଇଁ ବାମ ପଟରେ ଯୋଉଟା ବଡ଼ ଥିବ ସେଇଟା ହିଁ ସଂଖ୍ୟା ବଡ଼ ହେବ। ଏ ଦୁଇଟି ସଂଖ୍ୟା ମଧ୍ୟରେ ବାମ ପଟରେ ଥିବା ସଂଖ୍ୟା ବଡ଼ ହେବ, କାହିଁକି ଏହାର ବାମ ପଟ ଘରେ 3 ଅଛି ଓ ଏହାର ବାମ ପଟ ଘରେ 1 ଅଛି। ସେଥିପାଇଁ এই চিহ୍ନ ଆମେ ବ୍ୟବହାର କରିବା। ଏଠି ଦେଖିବା 1 2 3 4 5 ଅଙ୍କ ସଂଖ୍ୟା, 5 ଅଙ୍କ ସଂଖ୍ୟା। ଏଇଠି 1 2 3 4 5 6, ଏଠି 6 ଅଙ୍କ ବିଶିଷ୍ଟ ସଂଖ୍ୟା। ସେଥିପାଇଁ ଏଇଟା ମଧ୍ୟ এই ଚିହ୍ନ ବ୍ୟବହାର ହେବ। ଏଠି ଦେଖ 5 4 8 4 2 1 plus 2, ତା ମାନେ 5 4 8 4 2 3 ହେବ। ଏଥିରେ ଅଛି 5 4 8 1 8 2। এটা 6 ଅଙ୍କ ବିଶିଷ୍ଟ ସଂଖ୍ୟା, ଏଇଟା ମଧ୍ୟ 6 ଅଙ୍କ ବିଶିଷ୍ଟ ସଂଖ୍ୟା, କିନ୍ତୁ ଏଠାରେ 2 3 ଅଛି, ଏଠାରେ 2 1 ଅଛି। ସେଥିପାଇଁ କୋଉଟା ବଡ଼ ହେବ? ଏଇଟା ହିଁ ବଡ଼ ହେବ। ଏମିତି ଚିହ୍ନ ବ୍ୟବହାର ହେବ। ଠିକ ଅଛି, ତେବେ ଦେଖିବା ଘ ନମ୍ବର। ଏଥିରେ ଅଙ୍କ ସଂଖ୍ୟା 1 2 3 4 5 6। ଏଥିରେ ଅଙ୍କ ସଂଖ୍ୟା 1 2 3 4 5 6, ଏଥିରେ ବି 6 ଅଛି, କିନ୍ତୁ ଏହାର ବାମ ପଟ ଘରେ 9 ଥିବାରୁ ଏଇଟା ବଡ଼ ସଂଖ୍ୟା ହେବ। ତାପରେ ଦେଖିବା ଘ ନମ୍ବର। ଘ ନମ୍ବର ମଧ୍ୟ 1 10 ଶତକ ହଜାର ଅୟୁତ ଲକ୍ଷ, 1 10 ଶତକ ହଜାର ଅୟୁତ ଲକ୍ଷ। ଏଇଟା ବି 9 ଅଛି, ଏଇଠି ବି ବାମ ପଟରେ 9 ଅଛି। ସେଥିପାଇଁ ଦ୍ୱିତୀୟ ଘରକୁ ଆସିବା, ଏଥିରେ 6 ଅଛି, ଏଥିରେ ବି 6 ଅଛି। ତାପରେ ତୃତୀୟ ଘରକୁ ଆସିବା, ଏଥିରେ 5 ଅଛି, ଏଥିରେ ମଧ୍ୟ 5 ଅଛି। ତାପରେ ନେକ୍ସଟ ଘରକୁ ଆସିବା, ଏଥିରେ 8 ଅଛି, ଏଥିରେ 7 ଅଛି। ଏମିତି ଦେଖିବା ଯୋଉଟା ବଡ଼ ହେବ ସେଇଟା ସଂଖ୍ୟା ମଧ୍ୟ ବଡ଼ ହେବ। ଦେଖିବା, ଏ ଦେଖ 2 ଲେଖା ହେଇଛି, ତା ମାନେ এই ସଂଖ୍ୟାକୁ ପ୍ରଥମେ ସଲ୍ଭ କରିବା। 9 9 9 9 8 3 ହେବ, କାହିଁକି 2 ବିୟୋଗ ଅଛି। 1 2 3 4 5 6, 6 ଅଙ୍କ ବିଶିଷ୍ଟ ସଂଖ୍ୟା। 1 2 3 4 5 6 7, ତା ମାନେ ଯୋଉଟା ଅଧିକ ଅଙ୍କ ବିଶିଷ୍ଟ ସଂଖ୍ୟା ହେବ ସେ ସଂଖ୍ୟା ହିଁ ବଡ଼ ହେଇଥାଏ, ଆମେ ଜାଣିଛି। ସେଥିପାଇଁ এই ସଂଖ୍ୟା ବଡ଼ ହେବ, କାହିଁକି ଏଇଟା 7 ଅଙ୍କ ବିଶିଷ୍ଟ ସଂଖ୍ୟା। ଏବେ 6 ନମ୍ବର ଦେଖ। 6 ନମ୍ବର କ'ଣ କହୁଛି, ଏହାକୁ ସଲ୍ଭ କରିବା। 4 7 8 0 0, 7 plus 2 9, 4 7 8 0 1 0 minus 9 ମଧ୍ୟ 4 7 8 0 0 9। ଏଠି ମଧ୍ୟ 4 7 8 0 0 9, ଏଠି ମଧ୍ୟ 4 7 8 0 0 9। ସେଥିପାଇଁ ଏଠି ସମାନ ଚିହ୍ନ ବ୍ୟବହାର ହେବ। ତାପରେ ଆସିବା ଜ ନମ୍ବର। 4 ଦେଖ 1 10 ଶତକ 3 4 5 6 ଅଙ୍କ ବିଶିଷ୍ଟ ସଂଖ୍ୟା, ଏଇଠି 7 ଅଙ୍କ ବିଶିଷ୍ଟ ସଂଖ୍ୟା। ସେଥିପାଇଁ এই ସଂଖ୍ୟାଟି ବଡ଼ ହେବ। ତାପରେ ଦେଖିବା 2 ନମ୍ବର କ'ଣ ଦେଇଛି। ଗୋଟିଏ ସଂଖ୍ୟା ମଧ୍ୟରେ ବଡ଼ ସାନ ଚିହ୍ନିବା ପାଇଁ ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ ବୋଲି କହୁଛି। ଦେଖ କ ନମ୍ବର କ'ଣ କହୁଛି, ଦୁଇଟି ସଂଖ୍ୟାର ଅଙ୍କ ସଂଖ୍ୟା ଅସମାନ ହେଲେ ଯେଉଁ ସଂଖ୍ୟାର ଅଙ୍କ ସଂଖ୍ୟା ଅଧିକ ସେ ସଂଖ୍ୟାଟି ବଡ଼। ଠିକ କଥା, ଗୋଟେ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଓ 5 ଅଙ୍କ ବିଶିଷ୍ଟ ସଂଖ୍ୟା, ସେ ମଧ୍ୟରେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ହିଁ ବଡ଼ ହେବ। ତାପରେ ଦେଖିବା খ ନମ୍ବର କ'ଣ ଦେଇଛି। ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ, ତେବେ ସଂଖ୍ୟା ଦୁଇଟିର ବାମ ପଟ ଅଙ୍କ ଦୁଇଟି ମଧ୍ୟରୁ ଯେଉଁ ସଂଖ୍ୟାର ବାମ ପଟ ଅଙ୍କ ବଡ଼ ସେ ସଂଖ୍ୟାଟି ବଡ଼। ଏଇଟା ମଧ୍ୟ ଠିକ ହେବ। ତାପରେ ଗ ନମ୍ବର କ'ଣ ଦେଇଛି ଦେଖିବା। ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ, ତେବେ କେବଳ ଡାହାଣ ପାଖରେ ଥିବା ଅଙ୍କ ଦୁଇଟିକୁ ତୁଳନା କରି ବଡ଼ ସଂଖ୍ୟା ଓ ସାନ ସଂଖ୍ୟା ବଛାଯାଇ ପାରିବ। ଏଇଟା ଭୁଲ। ତାପରେ ଘ ନମ୍ବର କ'ଣ ଦେଇଛି ଦେଖିବା। ସଂଖ୍ୟା ଦୁଇଟିର
ଅଙ୍କ ସଂଖ୍ୟା ଅସମାନ ହେଲେ କେବଳ ଡାହାଣ ପଟେ ଘର ଥିବା ଅଙ୍କମାନଙ୍କୁ ତୁଳନା କରି ବଡ଼ ସଂଖ୍ୟା ଓ ସାନ ସଂଖ୍ୟା ନିର୍ଣ୍ଣୟ କରିହେବ। ଏଇଟା ମଧ୍ୟ ଭୁଲ ଉକ୍ତି ଅଟେ। ତାପରେ ଦେଖିବା 3 ନମ୍ବର କ'ଣ ଦେଇଛି। କେବଳ 1 ଓ 0କୁ ବ୍ୟବହାର କରି 5ଟି 8 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର। ସେଗୁଡ଼ିକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖ। ଠିକ୍ ଅଛି, ଆମେ ଯାହାକୁ ମଧ୍ୟ 1 ଓ 0କୁ ଯେତେ ଥର ମଧ୍ୟ ବ୍ୟବହାର କରି ଏଇଟା 8 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କରିବା 5ଟି। ଏଠି ଦେଖିବା 1 1 1 0 0 0 0 0 8 ଅଙ୍କ ବିଶିଷ୍ଟ ଏଇଟା ଗୋଟେ ସଂଖ୍ୟା। ତାପରେ 1 1 1 1 1 1 0 0 ତାପରେ 1 1 1 1 1 1 1 0 ତାପରେ 1ରେ 1 2 3 4 5 6 7 ଏଇଟା ମଧ୍ୟ 8 ଅଙ୍କ ବିଶିଷ୍ଟ ସଂଖ୍ୟା। ତାପରେ 1ରେ 1 2 3 4 5 6 ଶେଷରେ 1। ଏହାକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖିବା। ଠିକ୍ ଅଛି, ଆଗ ଦେଖିବା ଯେ ସମସ୍ତଙ୍କର ଅଙ୍କ ସମାନ ଅଛି କି। ଦେଖିବା ଏଇଟା ମଧ୍ୟ 8 ଅଙ୍କ, ଏଇଟା ମଧ୍ୟ 8 ଅଙ୍କ, ଏଇଟା ମଧ୍ୟ 8 ଅଙ୍କ, ଏଇଟା ମଧ୍ୟ 8 ଅଙ୍କ, ଏଇଟା ମଧ୍ୟ 8 ଅଙ୍କ। ତାପରେ ଦେଖିବା ଯେ ବାମ ପଟରେ କେଉଁ ଘରର ସଂଖ୍ୟାର ଅଙ୍କ ଅଧିକ ଅଛି। ଦେଖିବା ଏଠିରେ 1 ଅଛି, ଏଥିରେ 1 ଅଛି, ଏଠିରେ 1 ଅଛି, ଏଠିରେ 1 ଅଛି, ସବୁଥିରେ 1 ଅଛି। ସେଥିପାଇଁ ଏହାକୁ ନେଇ ଆମେ ନିର୍ଣ୍ଣୟ କରିପାରିବା ନାହିଁ। ସେଥିରୁ ଆମେ ଡାହାଣ ପଟକୁ ଦେଖିବା। ଏଠିରେ 1 ଅଛି, ଏଠି 1 ଅଛି, ଏଠି 1 ଅଛି, ଆଉ 2ଟି 0 ଅଛି। ତାମାନେ ଏ 2ଟା ଛୋଟ ହବ। ଆହୁରି ଏମାନଙ୍କ ମଧ୍ୟରେ ଦେଖିବା। ତାପରେ ଏଇଠି 1 ଅଛି, ଏଇଠି 1 ଅଛି, ଏଇଠି 1 ଅଛି। ଏହା ଦ୍ୱାରା ଆମେ ନିର୍ଣ୍ଣୟ କରିପାରିବା ନାହିଁ। ଏହା ପରେ ଡାହାଣ ପାଖକୁ ଯିବା। ଦେଖ ଏଠି 0 ଅଛି, ଏଠି 1 ଅଛି, ଏଇଠି 1 ଅଛି। ତାମାନେ ଏଇଟା ଛୋଟ ହବ। 1 ନମ୍ବରରେ ଯୋଉଟା ଅଛି ଏଇଟା ଛୋଟ ହବ। ଏ 2ଟା ଭିତରେ 1 ନମ୍ବରରେ ହବ ଏଇଟା, ଏହାକୁ ଆଗରେ ଲେଖିବା। ତାପରେ 2 ନମ୍ବରରେ ହବ ଏଇଟା, ଏହାକୁ ତାପରେ ଲେଖିବା। ଏହା ଦେଖୁଛି, ଦେଖ ଏଠି ଲେଖୁଛି କ'ଣ ହବ 1 1 1 1 7ଟି 1 ଅଛି। 1 2 3 4 5 6 7 ଆଉ ଗୋଟେ 0 ଅଛି। ତାପରେ କ'ଣ ଅଛି 2 ନମ୍ବର ହବ ଏଇଟା, ଏଇଟା 6ଟି 1 ଅଛି। 1 1 1 1 1 1 1 1 2 3 4 5 6 7 ହେଇଗଲା। ଗୋଟେ ଲିଭେଇ ଦେବା। 6ଟି ଅଛି, ଏ ଦେଖ 2 ନମ୍ବର ସଂଖ୍ୟା 6ଟି ଅଛି ଆଉ 2ଟି 0 ଅଛି। ତାପରେ ହବ ଏଇଟା ପ୍ରଥମରେ ଯୋଉ ଅଛି ଯୋଉ ସଂଖ୍ୟାଟି ହବ 1 1 1 3ଟି 1 ଆଉ 5ଟି 0 ଅଛି। ତାପରେ ଶେଷ 2ଟା ମଧ୍ୟରୁ କୋଉଟା ହବ, ସବୁଠାରୁ ଶେଷରେ ଅଛି ସେଇଟା ଆଗରେ ହବ, କାହିଁକି ନା ତା ଏକକ ଘରେ 1 ଅଛି, ଏଇଟା ଏକକ ଘରେ 0 ଅଛି, ଆଉ ସବୁ ଘର ସଂଖ୍ୟାର ଅଙ୍କ ସମାନ ଅଛି। ସେଥିପାଇଁ ଏଇଟା ଆଗ ହବ 1 6ଟା 0 ତାପରେ 1 ଆଉ ଏଇଟା ଶେଷରେ ହେବ ସବୁଠାରୁ 1 1 2 3 7ଟି 0 ଅଛି। ତମେ ନିଜେ ନିଜେ ମଧ୍ୟ ଅନ୍ୟ ସଂଖ୍ୟାକୁ ନେଇ ଏସବୁ ଭଳି କରିପାରିବ। ଏ ଥିଲା 1.4ର 3 ନମ୍ବର। ଏହା ସହିତ 1.4 ଅଭ୍ୟାସ କାର୍ଯ୍ୟଟି ସରିଲା। ଧନ୍ୟବାଦ।